11 ଜାନୁଆରୀ 2024 ପୌଷ ଅମାବାସ୍ୟା ବା ବକୁଳ ଅମାବାସ୍ୟା ଦିନ କରିଦେବେ 3ଟି ଲବଙ୍ଗର ଏହି ପ୍ରାଚୀନ କାଳ ସମୟର ମହା ଉପାୟ। ଜୀବନର ସମସ୍ତ କଷ୍ଟରୁ ତୁରନ୍ତ ମୁକ୍ତି ମିଳିଯିବ। ଆପଣଙ୍କୁ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦରୁ ନା କେବଳ ଆପଣଙ୍କ ଜୀବନରେ ହେବ ଧନର ବର୍ଷା, ବରଂ ଆପଣ ବନିଯିବେ କୋଟିପତି। ଖୁସିରେ ଭରିଯିବ ଆପଣଙ୍କର ଘର। ବନ୍ଧୁମାନେ, ବର୍ଷର ପ୍ରଥମ ଅମାବାସ୍ୟା 10 ଜାନୁଆରୀରୁ ଆରମ୍ଭ ହୋଇ 11 ଜାନୁଆରୀରେ ଶେଷ ହେବ। 132 ବର୍ଷ ପରେ ଏକ ଏମିତି ଅମାବାସ୍ୟା ତିଥି ପଡ଼ୁଅଛି ଯେଉଁଥିରେ ପୁରା 62 ପ୍ରକାରର ଶୁଭଯୋଗ ବନୁଅଛି, ଯାହାଦ୍ୱାରା ଏହି ଦିନ କରାଯାଉଥିବା ପୂଜା ସାଧନା ଏବଂ ଉପାୟ ଦ୍ୱାରା ଆପଣଙ୍କୁ ତୁରନ୍ତ ଲାଭପ୍ରାପ୍ତି ହୋଇଥାଏ। ପ୍ରତ୍ୟେକ ବର୍ଷର ପ୍ରଥମ ଅମାବାସ୍ୟାକୁ ପୌଷ ଅମାବାସ୍ୟା ନାମରେ ଜଣାଯାଇଥାଏ। ପୌଷ ଅମାବାସ୍ୟା 11 ଜାନୁଆରୀ ଗୁରୁବାର ଦିନ ପଡ଼ୁଅଛି। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଅମାବାସ୍ୟା ତିଥି 10 ଜାନୁଆରୀ ବୁଧବାର ରାତି 8:10 ଆରମ୍ଭ ହୋଇକରି 11 ଜାନୁଆରୀ ଗୁରୁବାର ଦିନ ସନ୍ଧ୍ୟା 5:26 ସମାପ୍ତ ହେବ। ପୌଷ ଅମାବାସ୍ୟାକୁ ବିଶେଷ ଲାଭକାରୀ ଏବଂ ଶୁଭକାରୀ ବୋଲି ମାନାଯାଇଥାଏ। ଏହି ଦିନ ବ୍ରତ କିମ୍ବା ଉପବାସ ରଖିବା ଦ୍ୱାରା ଏବଂ ପୂଜା ଅର୍ଚ୍ଚନା କରିବା ଦ୍ୱାରା କେତେଗୁଣା ଅଧିକ ଫଳର ପ୍ରାପ୍ତି ହୋଇଥାଏ। ଅମାବାସ୍ୟା ଦିନ ଗରିବ ଲୋକମାନଙ୍କୁ ଦାନ ଦକ୍ଷିଣା ଦେଲେ ଅନେକ ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ, ପାପରୁ ମୁକ୍ତି ମିଳିଥାଏ। ଏହି ଦିନ ସ୍ନାନ ଦାନ କରିବା ଦ୍ୱାରା ପିତୃଦୋଷ ଦୂର ହୋଇଥାଏ ଏବଂ ପିତୃପୁରୁଷଙ୍କୁ ମୋକ୍ଷର ପ୍ରାପ୍ତି ହୋଇଥାଏ। ଏବଂ ଯଦି ଆପଣ ଏହି ଦିନ ବ୍ରତ ରଖିପାରିବେ ନାହିଁ କିମ୍ବା କୌଣସି ପବିତ୍ର ନଦୀରେ ସ୍ନାନ ଆଦି କରିପାରିବେ ନାହିଁ, ଆପଣ ଦାନ କରିପାରିବେ ନାହିଁ, ତେବେ ଆପଣ ଏହି ଦିନ ଖାଲି ଲବଙ୍ଗର ଏହି ଛୋଟିଆ ଉପାୟକୁ କରିଦେବେ ତ ଆପଣଙ୍କୁ ସାକ୍ଷାତ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର ଆଶୀର୍ବାଦ ପ୍ରାପ୍ତି ହେବ। ଆପଣଙ୍କ ଜୀବନରେ କେବେ ବି ଧନର କମି ହେବ ନାହିଁ। ଆପଣଙ୍କ ଜୀବନରେ ଧନ ଆସିବାର ସମସ୍ତ ମାର୍ଗ ଖୋଲିଯିବ। ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଆପଣଙ୍କ ଘରର ଉନ୍ନତି ହେବ ଏବଂ ଆପଣଙ୍କର ଭାଗ୍ୟ ଚମକିବ। ଆପଣ ଯେଉଁ ବି କାର୍ଯ୍ୟକୁ ଆରମ୍ଭ କରିବେ ସେଥିରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ଏବେ ଆପଣ ଭାବୁଥିବେ କି ଲବଙ୍ଗର ଉପାୟ କରିକି ଆପଣଙ୍କୁ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ କିପରି ମିଳିପାରିବ। ଲବଙ୍ଗର ଏହି ଉପାୟକୁ କରିକି ଆପଣଙ୍କର ଭାଗ୍ୟ କିପରି ଚମକିଯିବ। ଦେଖନ୍ତୁ, ଯେଉଁ ଲବଙ୍ଗ ହୋଇଥାଏ ସେଥିରେ ମା ଲକ୍ଷ୍ମୀଙ୍କର ଦିବ୍ୟ ଶକ୍ତିମାନଙ୍କର ବାସ ହୋଇଥାଏ ଏବଂ ଯଦି ଭଗବାନ ବିଷ୍ଣୁଙ୍କ ପୂଜାରେ ଲବଙ୍ଗର ବ୍ୟବହାରକୁ କରାଯାଏ ତେବେ ସେହି ପୂଜା ତୁରନ୍ତ ସିଦ୍ଧ ହୋଇଯାଇଥାଏ। ଏବଂ ଯଦି ଆପଣ ଏହି ଅମାବାସ୍ୟା ରାତିରେ 3ଟି ଲବଙ୍ଗର ସେହି ମହା ଉପାୟକୁ କରିଦେବେ, ଯାହା ଆମେ ଆପଣଙ୍କୁ ବତାଇବାକୁ ଯାଉଅଛୁ, ଏହାଦ୍ୱାରା ପୁରା ବର୍ଷ ଆପଣଙ୍କର ଭାଗ୍ୟ ଚମକିବ। ପୁରା ବର୍ଷ କେବେ ବି ଧନର କମି ହେବ ନାହିଁ। ସେଥିପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ତାହା ପୂର୍ବରୁ ଏହି ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ଭକ୍ତିର ସହକାରେ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଶ୍ରୀ ବିଷ୍ଣୁ ଅବଶ୍ୟ ଲେଖନ୍ତୁ। ପ୍ରଥମ ଉପାୟ, ଶୁକ୍ର ଗ୍ରହଙ୍କୁ ମଜବୁତ ବନାଇବାର ମହା ଉପାୟ। ଶୁକ୍ର ଗ୍ରହ ହେଉଛନ୍ତି ଧନ ଐଶ୍ୱର୍ଯ୍ୟର କାରକ ଗ୍ରହ। ଯେଉଁ ବ୍ୟକ୍ତିଙ୍କର ଶୁକ୍ର ଗ୍ରହ ତାଙ୍କର ସାଥ ଦେଇଥାଏ, ସେହି ବ୍ୟକ୍ତି ଧନ ସମ୍ବନ୍ଧିତ ଯାହା ବି ନିର୍ଣ୍ଣୟ ନେଇଥାଏ ସେହି ନିର୍ଣ୍ଣୟରେ ତାକୁ ଅବଶ୍ୟ ଫାଇଦା ମିଳିଥାଏ। ଶୁକ୍ର ଗ୍ରହ ଯାହାର ବି ସାଥ ଦେବେ ସେହି ବ୍ୟକ୍ତି ଅବଶ୍ୟ ହିଁ ଜଣେ ଧନୀ ବ୍ୟକ୍ତି ବନିଥାଏ। ଏବଂ ଯଦି ଆପଣ ଚାହୁଁଛନ୍ତି କି ଏହି ଅମାବାସ୍ୟା ତିଥି ପରେ ଆପଣଙ୍କର ଶୁକ୍ର ଗ୍ରହ ସର୍ବଦା ଆପଣଙ୍କର ସାଥ ଦେଉ, ଆପଣଙ୍କ ଜୀବନରେ ଯେଉଁ ଧନ ସବୁ ଆସୁଅଛି ସେଥିରେ ବୃଦ୍ଧି ହେଉ, ତେବେ ଆପଣ 10 ଜାନୁଆରୀ ସନ୍ଧ୍ୟାକୁ ଆପଣ ଏକ ପିତ୍ତଳର ପାତ୍ର ନିଅନ୍ତୁ। ସେଥିରେ ଆପଣ 3ଟି ଲବଙ୍ଗ ରଖିଦିଅନ୍ତୁ ଏବଂ ଏହି ପାତ୍ରକୁ ନେଇ ଆପଣ ଆପଣଙ୍କର ଘରର ଛାତ ଉପରେ ରଖିଦିଅନ୍ତୁ। କେବଳ ଏତିକି ଉପାୟ ଆପଣ କରିଦିଅନ୍ତୁ ଏବଂ 11 ଜାନୁଆରୀ ସକାଳୁ ଆପଣ ଭଲ ଭାବରେ ସ୍ନାନ ଆଦି କାର୍ଯ୍ୟ କରିବା ପରେ ଏହି ପାତ୍ରକୁ ଆଣନ୍ତୁ। ଏବେ ଆପଣ ଏହି 3ଟି ଲବଙ୍ଗକୁ କୌଣସି ଲାଲ ପେପରରେ ରଖି ତାହାକୁ ଗୁଡ଼ାଇ ଦିଅନ୍ତୁ ଏବଂ ଆପଣଙ୍କର ପର୍ସରେ ରଖିଦିଅନ୍ତୁ। କେବଳ ଏତିକି ଉପାୟ ଯଦି ଆପଣ ଏହି ଅମାବାସ୍ୟା ଦିନ କରିଦେବେ ତ ପୁରା ବର୍ଷ ଆପଣଙ୍କର ଶୁକ୍ର ଗ୍ରହ ଆପଣଙ୍କର ସାଥ ଦେବ। ଏହି ଲବଙ୍ଗ ଅଭିମନ୍ତ୍ରିତ ହୋଇଯିବ, ଯାହା ଆପଣଙ୍କର ଶୁକ୍ର ଗ୍ରହକୁ ମଜବୁତ ବନାଇଦେବ, ଯାହାଦ୍ୱାରା ଧନ ସମ୍ବନ୍ଧିତ ଆପଣଙ୍କର ଯେକୌଣସି ବି ସମସ୍ୟା ଥିବ ତାହା ଆପଣଙ୍କର ଦୂର ହୋଇଯିବ। ପୁରା ବର୍ଷ ଆପଣଙ୍କୁ କେବେ ବି ଧନର କମି ହେବ ନାହିଁ। ଦ୍ୱିତୀୟ ଉପାୟ, ଭାଗ୍ୟର ସାଥ ପାଇବାର ମହା ଉପାୟ। ଯଦି ଆପଣ ଚାହୁଁଛନ୍ତି କି ପୁରା ବର୍ଷ ଆପଣଙ୍କର ଭାଗ୍ୟ ଆପଣଙ୍କର ସାଥ ଦେଉ, ଆପଣଙ୍କର ନବଗ୍ରହ ଆପଣଙ୍କର ସାଥ ଦେଉ, ଆପଣଙ୍କର ରାହୁକେତୁ ଆପଣଙ୍କର ସାଥ ଦେଉ, ତେବେ ପ୍ରଥମେ ଆପଣ ଏହା ବୁଝିଯାଆନ୍ତୁ କି କୌଣସି ବ୍ୟକ୍ତିର ଜୀବନରେ ଚାଲୁଥିବା ରାହୁକେତୁର ନିୟନ୍ତ୍ରଣ ଭଗବାନ ବିଷ୍ଣୁଙ୍କ ହାତରେ ହୋଇଥାଏ।
तो आपण केवल एक छुटिया उपाय को करदियंतु। एही अमावास्या तिथि 10 जानुआरी संध्या को आपण स्नान करनियंतु। गोटे डबा नहीं जातु एवं सेथिरे हलदी भर्ती कर दियंतु। हलदी शुभ गुणर प्रतीक होता है। हलदीर सीधा संबंध भगवान विष्णु सहित रही है। आपण को 2टी लवंग नेबार अछि एवं सही लवंग को नहीं आपण आपणकर पूजा घर को जातु एवं भगवान विष्णुकर फोटो चित्र बा मूर्ति आगरे बसी जातु एवं प्रथमे आपण एक घीयर दीप को जलाई दियंतु। 2टी लवंग को एवं हलदी डबा को आपण आपणकर हाथ में धरी भगवान विष्णुकर बीज मंत्रर जप आपण 11 थर करंतु। बीज मंत्रटी हेउछि ओं नमः भगवते वासुदेवाय नमः। एही बीज मंत्र को जप करी एबे आपण सही 2टी लवंग को सही हलदी डबारे पकाई दियंतु एवं डबा को बंद कर दियंतु एवं आपण सही हलदी डबा को नहीं आपण आपणकर बेडरूम रे रखी दियंतु। तो जदि आपण एतिके उपाय आपण एही अमावास्या तिथि दिन करिदेबे देखिबे पूरा वर्ष आपणकर भाग्य आपणकर साथ देव। भगवान विष्णुकर कृपा मध्य आपणक उपरे बनी रहिबो आउ ताहा सहित मध्य आपणक घरर उन्नति हेबो। आपण जे कोनोसी भी कार्य को आरंभ करिवे सही कार्य रे आपणक सफलता अवश्य मिलिबो। आपणकर भाग्य चमकी उठिबो। तृतीय उपाय यह घरर उन्नति पाई महा उपाय। जदि आपण चाहुचंती आपणक घरर एवं आपणक परिवारर उन्नति हेउ एवं भगवान विष्णु एवं माँ लक्ष्मीकर कृपा आपणक घर एवं आपणक घरर सदस्य मानक उपरे सर्वदा बनी रहू तेबे आपण एही अमावास्या तिथि रे सूर्यास्त परे घरर मुख्य द्वार नहीं करी घरर प्रत्येक कोणरे आपण गोटे गोटे घीयर दीप अवश्य जलांतु एवं प्रत्येक दीपरे गोटे गोटे लवंग निश्चय पकई दियंतु। केवल एतिकी छोट उपाय जदि आपण एही अमावास्या दिन करि दियंती तेबे पूरा वर्ष आपणक घरर उन्नति हेबो। आपणक घर को धनर आगमन हेबो। घरे सकारात्मक ऊर्जार बास हेबो। चतुर्थ उपाय यह आपणकर धन प्राप्तिर महा उपाय। जदि आपण चाहुचंती पूरा वर्ष आपणकर घरे धनर वर्षा हेउ माँ लक्ष्मी कृपारू आपणक घर को धनर आगमन हेउ पूरा वर्ष आपणक गृह धनर वर्षा हेउ एवं एही पूरा वर्ष आपण को केबे भी धनर अभाव न हेउ तेबे आपण एही अमावास्या तिथि 10 जानुआरी संध्या को आपण स्नान करनियंतु। आपणक ठाकुर घरे थिबा माँ लक्ष्मीकर फोटो चित्र बा फोटो मूर्ति आगरे बसी जातु। बसी सारिबा परे आपण गोटे घीयर दीप नियंतु एवं सेही घीयर दीप को जलांतु। तले गोटे लाल कपड़ा बिछाई दियंतु। सेही लाल कपड़ा उपरे आपण 4टी लवंग 3टी कर्पूर एवं 1 मुठी धनिया रखी दियंतु एवं एहाकू बांधी आपण एक पुटुली बनाई दियंतु। एही पुटुली को आपणक हाथ में धरी माँ लक्ष्मीकर बीज मंत्रर जप आपण को 11 थर करिवार अछि। माँ लक्ष्मीकर बीज मंत्रटी हेउछि ओम महालक्ष्मी नमः एवं एही पुटुली को नहीं आपण आपणकर आलमारी रे रखी दियंतु। केवल एतिकी उपाय जदि आपण एही अमावास्या तिथि दिन करिदेबे तो आपण रखिथिबा एही पुटुलीटी अभिमंत्रित होइजिवो जहा आपणक जीवन रे धन को आकर्षण करिवार काम करिवो। आपणक जीवन रे धनर वर्षा हेबो। पूरा वर्ष आपणकू केबे भी धनर कमी हेबो नाही। माँ लक्ष्मीकर कृपा सर्वदा आपणकर घर परिवार उपरे बनी रहिबो। तेबे आपणकू जदि एही भिडियोटी भल लागिथाय तळे थिबा हमर कमेंट बॉक्स रे जय माँ लक्ष्मी अवश्य लेखंतु एवं वीडियो को गोटे लाइक करी चैनल टी को सब्सक्राइब करि नियंतु। धन्यवाद।